ଆପଣ ଜାଣିଛନ୍ତି କି ଏମିତି ଗୋଟିଏ LIC ପ୍ଲାନ୍ ଆସିଛି ଯେଉଁଠାରେ କେବଳ ଗୋଟିଏ ଥର ପ୍ରିମିୟମ୍ ଦେଇ ହଜବ୍ୟାଣ୍ଡ ଓ ୱାଇଫ୍ ଦୁହେଁ ଲାଇଫ୍ କଭର୍ ମିଳିବ। ପ୍ରତିବର୍ଷ 7% ଗ୍ୟାରେଣ୍ଟେଡ୍ ଆଡିସନ୍ ମିଳିବ। ଆଉ ଏହି ପ୍ଲାନ୍ରେ ନେଇଥିବା ସମୟ ଅବଧି ମଧ୍ୟରେ ଯଦି କାହାର ଜଣଙ୍କର ହଜବ୍ୟାଣ୍ଡ କିମ୍ବା ୱାଇଫ୍ଙ୍କର କିଛି ଅଘଟଣ ଘଟିଗଲେ ପଲିସି ଚାଲି ରହିବ, ତା ସହିତ ଡେଥ୍ ବେନିଫିଟ୍ ମିଳିବ। ଶୁଣିବାକୁ ଅବିଶ୍ୱସନୀୟ ଲାଗୁଛି ନା? ତେବେ ଆଜିର ଏହି ଭିଡ଼ିଓରେ ଆମେ ଡିଟେଲ୍ସ ଜାଣିବା LICର ନୂଆ ଜଏଣ୍ଟ ଲାଇଫ୍ ସିଙ୍ଗଲ ପ୍ରିମିୟମ୍ ପ୍ଲାନ୍ LIC ଜୀବନସାଥୀ ପ୍ଲାନ୍ ନମ୍ବର 888 ବିଷୟରେ। ଏହା ହେଉଛି LICର ଏକ ନନ୍ ଲିଙ୍କ୍ଡ ନନ୍ ପାର୍ଟିସିପେଟିଂ ଜଏଣ୍ଟ ଲାଇଫ୍ ସିଙ୍ଗଲ ପ୍ରିମିୟମ୍ ପ୍ଲାନ୍। ମାନେ ଆପଣଙ୍କ ଟଙ୍କା ସେୟାର ମାର୍କେଟ ସହ ଲିଙ୍କ୍ଡ ନୁହେଁ, ଟୋଟାଲ ରିସ୍କ ନାହିଁ। ଯାହା ମ୍ୟାଚୁରିଟି ମିଳିବ ଆଜିଠାରୁ ହିଁ ଇଣ୍ଡିଆ ଗଭର୍ଣ୍ଣମେଣ୍ଟ ଗ୍ୟାରେଣ୍ଟେଡ୍ ଅନୁସାରେ। ସବୁଠାରୁ ବଡ଼ କଥା, ଏଠାରେ ଫ୍ୟୁଚର ପ୍ରିମିୟମର କୌଣସି ପ୍ରେସର ନାହିଁ। ଗୋଟିଏ ଥର ପ୍ରିମିୟମ ଦେଲେ ପଲିସି ସମ୍ପୂର୍ଣ୍ଣ ଟର୍ମ ପର୍ଯ୍ୟନ୍ତ ଆକ୍ଟିଭ ରହିବ ଏବଂ ଗ୍ୟାରେଣ୍ଟେଡ୍ ରିଟର୍ଣ୍ଣ ଆସିବ। ଏହି ପ୍ଲାନରେ ଦୁଇଟି ଅପସନ୍ ଅଛି। ଅପସନ୍ 1ରେ ଏଣ୍ଟ୍ରି ଏଜ୍ ହେଉଛି 18 ବର୍ଷରୁ 60 ବର୍ଷ ବୟସ ପର୍ଯ୍ୟନ୍ତ। ଏଠାରେ ଲାଇଫ୍ କଭର ମିଳିବ ସିଙ୍ଗଲ ପ୍ରିମିୟମର 1.25 ଟାଇମ୍ସ। ପଲିସି ଟର୍ମ ନେଇପାରିବେ 10 ବର୍ଷିଆ, 15 ବର୍ଷିଆ, 20 ବର୍ଷିଆ ଏବଂ 25 ବର୍ଷିଆ। କିନ୍ତୁ ଅପସନ୍ 2ରେ ମ୍ୟାକ୍ସିମମ୍ ଏଣ୍ଟ୍ରି ଏଜ୍ ହେଉଛି 35 ବର୍ଷ। ଏଠାରେ ସବୁଠୁ ପାୱାରଫୁଲ୍ ବେନିଫିଟ୍ ହେଉଛି ଲାଇଫ୍ କଭର ମିଳିବ ସିଙ୍ଗଲ ପ୍ରିମିୟମର 10 ଗୁଣା। ଏହି ଅପସନରେ ଟର୍ମ ଆଭେଲେବୁଲ୍ ହେଉଛି 10 ବର୍ଷିଆ ଏବଂ 15 ବର୍ଷିଆ। ଏବେ ଆପଣ ଯଦି ପଚାରିବେ ମୁଁ ମ୍ୟାକ୍ସିମମ୍ କେତେ ବର୍ଷିଆ ଟର୍ମ ନେଇପାରିବି, ତାହେଲେ ସିମ୍ପଲ୍ ଫର୍ମୁଲା ହେଉଛି ମ୍ୟାକ୍ସିମମ୍ ମ୍ୟାଚୁରିଟି ଏଜ୍। ଅପସନ୍ 1ରେ ମ୍ୟାଚୁରିଟି ଏଜ୍ ହେବ ମିନିମମ୍ 28 ବର୍ଷରୁ 75 ବର୍ଷ ପର୍ଯ୍ୟନ୍ତ। ଅପସନ୍ 2ରେ ମ୍ୟାଚୁରିଟି ଏଜ୍ ମ୍ୟାକ୍ସିମମ୍ 50 ବର୍ଷ। ଯଦି କାହାର ଏଜ୍ 35 ବର୍ଷ ଅଛି ତେବେ ଅପସନ୍ 1ରେ ମ୍ୟାକ୍ସିମମ୍ 25 ବର୍ଷିଆ ଟର୍ମ ନେଇପାରିବ, କିନ୍ତୁ ଅପସନ୍ 2ରେ 15 ବର୍ଷିଆ ଟର୍ମ ନେଇପାରିବା ଇଲିଜିବୁଲ୍ ହେବ। ଏହି ପ୍ଲାନ୍ର ମିନିମମ୍ ସମ୍ ଆସ୍ୟୁର୍ଡ ହେଉଛି 3 ଲକ୍ଷ। ମ୍ୟାକ୍ସିମମ୍ ସମ୍ ଆସ୍ୟୁର୍ଡ LIC ଅଣ୍ଡରରାଇଟିଂ ରୁଲ୍ ଅନୁସାରେ ହେବ। ଏବେ ଆସୁଛି ଏହି ପ୍ଲାନ୍ର ସବୁଠାରୁ ଆଟ୍ରାକ୍ଟିଭ୍ ଏବଂ ପାୱାରଫୁଲ୍ ବେନିଫିଟ୍ କ'ଣ? 7% ଗ୍ୟାରେଣ୍ଟେଡ୍ ଆଡିସନ୍। LIC ପ୍ରତି 1000 ସମ୍ ଆସ୍ୟୁର୍ଡ ପାଇଁ 70 ଟଙ୍କା ଗ୍ୟାରେଣ୍ଟେଡ୍ ଆଡିସନ୍ ଦେଉଛି। ମାନେ ପ୍ରାୟ 7% ଗ୍ୟାରେଣ୍ଟେଡ୍ ଆଡିସନ୍ ପ୍ରତିବର୍ଷ ଆକୁମୁଲେଟ୍ ହେଉଛି ମ୍ୟାଚୁରିଟି ପର୍ଯ୍ୟନ୍ତ। ଏହା ଗଭର୍ଣ୍ଣମେଣ୍ଟ ବ୍ୟାକ୍ଡ ଗ୍ୟାରେଣ୍ଟି ନେଚର ବେନିଫିଟ୍ ଥିବାରୁ ଅନେକ ଏଡୁକେଟେଡ୍ ଇନଭେଷ୍ଟର୍ସ ଏହାକୁ ସେଫ୍ ୱେଲ୍ଥ କ୍ରିଏସନ୍ ଅପସନ୍ ଭାବେ ଦେଖୁଛନ୍ତି। ଚାଲନ୍ତୁ ଏକ ପ୍ରାକ୍ଟିକାଲ ଏକ୍ଜାମ୍ପଲ୍ ଦେଖିବା। ଧରନ୍ତୁ ମିଷ୍ଟର ସମ୍ବିତଙ୍କ ଏଜ୍ 35 ବର୍ଷ, ତାଙ୍କ ସ୍ପାଉସ୍ଙ୍କ ଏଜ୍ 30 ବର୍ଷ। ସେମାନେ 10 ଲକ୍ଷ ସମ୍ ଆସ୍ୟୁର୍ଡ ସହ 20 ବର୍ଷର ଟର୍ମ ପଲିସି ନେଲେ। ଟୋଟାଲ ସିଙ୍ଗଲ ପ୍ରିମିୟମ୍ ଦେବାକୁ ପଡ଼ିବ 7,98,880 ଟଙ୍କା। ଏବେ ଗ୍ୟାରେଣ୍ଟେଡ୍ ଆଡିସନ୍ କାଲକୁଲେସନ୍ କରିବା। ପ୍ରତି 1000ରେ 70 ଟଙ୍କା ହିସାବରେ 10 ଲକ୍ଷ ଉପରେ ବର୍ଷକୁ ଗ୍ୟାରେଣ୍ଟେଡ୍ ଆଡିସନ୍ ହେଉଛି 70,000। ତ 20 ବର୍ଷ ପ୍ଲାନ୍ ନେଇଛନ୍ତି। 20 ବର୍ଷରେ ଟୋଟାଲ ଗ୍ୟାରେଣ୍ଟେଡ୍ ଆଡିସନ୍ ହେବ 14 ଲକ୍ଷ ଟଙ୍କା। ଏବେ ଏଥିରେ ଯୋଗ ହେବ ଅରିଜିନାଲ ସମ୍ ଆସ୍ୟୁର୍ଡ ଦ୍ୟାଟ୍ ଇଜ୍ 10 ଲକ୍ଷ ଟଙ୍କା। ମାନେ ମ୍ୟାଚୁରିଟି ସମୟରେ ଟୋଟାଲ ଆମାଉଣ୍ଟ ହେବ 24 ଲକ୍ଷ ଟଙ୍କା, ଯେଉଁଟାକି ଗଭର୍ଣ୍ଣମେଣ୍ଟ ଗ୍ୟାରେଣ୍ଟେଡ୍ ସହିତ ମିଳୁଅଛି। ଏବେ ଆସୁଛି ଏହି ପ୍ଲାନ୍ର ସବୁଠୁ ପାୱାରଫୁଲ୍ ଫିଚର। ଯଦି ପଲିସି ଟର୍ମ ମଧ୍ୟରେ ହଜବ୍ୟାଣ୍ଡ କିମ୍ବା ୱାଇଫ୍ ମଧ୍ୟରୁ କାହାରି ଡେଥ୍ ହୋଇଯାଏ ତେବେ ସର୍ଭାଇଭିଂ ସ୍ପାଉସ୍କୁ ଡେଥ୍ ବେନିଫିଟ୍ ମିଳିବ। କିନ୍ତୁ ଏଠାରେ ମ୍ୟାଜିକ୍ କଥା ହେଉଛି ପଲିସି ଏଠାରେ ବନ୍ଦ ହେବ ନାହିଁ। ପଲିସି କଣ୍ଟିନ୍ୟୁ କରିବ ଏବଂ ମ୍ୟାଚୁରିଟି ବେନିଫିଟ୍ ମଧ୍ୟ ମିଳିବ। ଉଦାହରଣ ସ୍ୱରୂପ 10 ଲକ୍ଷ ସମ୍ ଆସ୍ୟୁର୍ଡରେ ଯଦି 10 ବର୍ଷରେ ଡେଥ୍ ହେଉଛି ତେବେ ନର୍ମାଲ ଡେଥ୍ କଭର ପ୍ରାୟ ଗ୍ୟାରେଣ୍ଟେଡ୍ 17,34,813 ଟଙ୍କା ମିଳିବ। ଯଦି ଆକ୍ସିଡେଣ୍ଟ ସହ ଡେଥ୍ ହୁଏ ତେବେ ADDB ରାଇଡର ସହିତ 27,34,813 ଟଙ୍କା ପର୍ଯ୍ୟନ୍ତ ବେନିଫିଟ୍ ମିଳିବ। ଏହି ଫିଚର୍ସ ଟିକେ ଏହି ପ୍ଲାନ୍କୁ ସାଧାରଣତଃ ଏଣ୍ଡୋମେଣ୍ଟ ପ୍ଲାନ୍ ଠାରୁ କମ୍ପ୍ଲିଟଲି ଡିଫରେଣ୍ଟ କରେ। ଏହି ପ୍ଲାନରେ ଆଉ ଦୁଇଟି ହିଡିନ୍ ମ୍ୟାଜିକ୍ ବେନିଫିଟ୍ ଅଛି। ଫାର୍ଷ୍ଟ ମ୍ୟାଜିକ୍ ବେନିଫିଟ୍, ହାୟର ସମ୍ ଆସ୍ୟୁର୍ଡ ନେଲେ ଆଡିସନାଲ ଇନସେଣ୍ଟିଭ୍ ମିଳିବ। ଏବଂ ଯଦି ଆପଣ ଅଲରେଡି LIC କଷ୍ଟମର ଅଟନ୍ତି ତେବେ ଏକ୍ଜିଷ୍ଟିଂ କଷ୍ଟମର ଇନସେଣ୍ଟିଭ୍ ମଧ୍ୟ ମିଳିବ, ଯେଉଁଟାକି ଆପଣଙ୍କୁ ପ୍ରିମିୟମ୍ କମ୍ ଦେବାକୁ ପଡ଼ିବ। ସେକେଣ୍ଡ ମ୍ୟାଜିକ୍ ବେନିଫିଟ୍, ADDB ରାଇଡର। ଏହି ପ୍ଲାନ୍ରେ ଆକ୍ସିଡେଣ୍ଟାଲ ଡେଥ୍ ଆଣ୍ଡ ଡିଜେବିଲିଟି ବେନିଫିଟ୍ ରାଇଡର ଆଭେଲେବୁଲ୍ ଅଛି। ମିନିମମ୍ 1 ଲକ୍ଷରୁ ମ୍ୟାକ୍ସିମମ୍ 25 ଲକ୍ଷ ପର୍ଯ୍ୟନ୍ତ ରାଇଡର ବେନିଫିଟ୍
ମିଳିବ। ଏହା ସମୟସୂଡ଼ ଉପରେ ଡିପେଣ୍ଡ କରିବ। ଏହି ପ୍ଲାନ୍ରେ ସେଟଲମେଣ୍ଟ ଅପସନ୍ ଆଭେଲେବୁଲ୍ ଅଛି, ମାନେ ମ୍ୟାଚୁରିଟି ଆମାଉଣ୍ଟ କିମ୍ବା ଡେଥ୍ ବେନିଫିଟ୍କୁ ଲମ୍ପସମ୍ ନେବା ପରିବର୍ତ୍ତେ ଇନଷ୍ଟଲମେଣ୍ଟରେ ମଧ୍ୟ ରିସିଭ୍ କରିପାରିବେ। ଲୋନ୍ ଫାସିଲିଟି ମଧ୍ୟ ଆଭେଲେବୁଲ୍ ଅଛି, ତେଣୁ ଏମର୍ଜେନ୍ସିରେ ପଲିସି ସରେଣ୍ଡର କରିବା ଆବଶ୍ୟକ ହେବ ନାହିଁ। ଏହି ପ୍ଲାନ୍ କାହା ପାଇଁ ବେଷ୍ଟ? ଯେଉଁମାନେ ସେଫ୍ ରିଟର୍ଣ୍ଣ ଚାହୁଁଛନ୍ତି, ଗ୍ୟାରେଣ୍ଟେଡ୍ ଗଭର୍ଣ୍ଣମେଣ୍ଟ ବ୍ୟାକ୍ଡ ରିଟର୍ଣ୍ଣ ଚାହୁଁଛନ୍ତି, ଫ୍ୟୁଚର ପ୍ରିମିୟମ୍ ଟେନସନ୍ ଚାହୁଁନାହାନ୍ତି ଏବଂ ହଜବ୍ୟାଣ୍ଡ ୱାଇଫ୍ ଉଭୟଙ୍କୁ ସିଙ୍ଗଲ ପଲିସିରେ ପ୍ରୋଟେକ୍ସନ୍ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ପ୍ଲାନ୍ଟି ଖୁବ୍ ପାୱାରଫୁଲ୍ ଅପସନ୍ ହୋଇପାରେ। ତେବେ ଫ୍ରେଣ୍ଡସ୍, ଏହି ଭିଡ଼ିଓରେ ଆପଣଙ୍କୁ ସମ୍ୟକ ଏହି ପ୍ଲାନ୍ର ଫିଚର୍ସ ବୁଝାଗଲା। ତେବେ ଫ୍ରେଣ୍ଡସ୍, LIC ଜୀବନ ସାଥୀ ପ୍ଲାନ୍ 888 ଆପଣଙ୍କୁ କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ଯଦି ଆପଣ ଡିଟେଲ୍ଡ ପ୍ରିମିୟମ୍ କାଲକୁଲେସନ୍ କିମ୍ବା ପର୍ସନାଲ ଇଲୁଷ୍ଟ୍ରେସନ୍ ଚାହୁଁଛନ୍ତି, ତେବେ ମୋତେ ହ୍ୱାଟ୍ସଆପ୍ କରନ୍ତୁ କିମ୍ବା କମେଣ୍ଟରେ 888 ଲେଖନ୍ତୁ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରନ୍ତୁ ଆଉ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ।